କେଉଁ ମହିଳାଙ୍କ ଭାଗ୍ୟରେ ପୁତ୍ର ସନ୍ତାନ ଜନ୍ମ ହୁଏ ନାହିଁ, ଅର୍ଥାତ୍ କେଉଁ ମହିଳାଙ୍କ ଭାଗ୍ୟରେ ପୁତ୍ର ହିଁ ଜନ୍ମ ହୁଅନ୍ତି ନାହିଁ। ସମଗ୍ର ବ୍ରହ୍ମାଣ୍ଡ ଯେତେବେଳେ ଶାନ୍ତିର ନିଦ୍ରାରେ ଶୋଇ ରହିଥାଏ, ସେତେବେଳେ କ୍ଷୀରସାଗରର ଅନନ୍ତ ଜଳରାଶି ମଧ୍ୟରେ ଏକ ଅଦ୍ଭୁତ ଦିବ୍ୟ ଆଲୋକ ବିଚ୍ଛୁରିତ ହେଉଥିଲା। ଏହି ସାଗର କେବଳ ଜଳ ନୁହେଁ, ବରଂ ଏହା ହେଉଛି ଚେତନାର ସାଗର, ଯେଉଁଠାରେ ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି। ପ୍ରଭୁଙ୍କ ଚରଣ ତଳେ ବସିଥାନ୍ତି ଜଗଜ୍ଜନନୀ ମାତା ଲକ୍ଷ୍ମୀ। ସେ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟ ଅଧିଷ୍ଠାତ୍ରୀ ହୋଇ ମଧ୍ୟ ଏକ ସାଧାରଣ ମନୁଷ୍ୟ ପରି ନିଜ ସ୍ୱାମୀଙ୍କର ପାଦସେବାରେ ମଗ୍ନ ଥାନ୍ତି। ତାଙ୍କ ହାତର କୋମଳ ସ୍ପର୍ଶରେ କ୍ଷୀରସାଗରର ତରଙ୍ଗ ଶାନ୍ତ ହେଉଯାଇଥାଏ, କିନ୍ତୁ ମାତାଙ୍କର ମନ ଅଶାନ୍ତ ଥିଲା। ମାତା ଲକ୍ଷ୍ମୀଙ୍କ ଧ୍ୟାନ ଆଉ କୁଆଡ଼େ ଥିଲା। ପୃଥିବୀ ପୃଷ୍ଠରୁ ଭାସି ଆସୁଥିବା କାହାର ଏକ କରୁଣ କ୍ରନ୍ଦନ ତାଙ୍କ କାନରେ ବାରମ୍ବାର ବାଜୁଥାଏ। ସେ କ୍ରନ୍ଦନ ଥିଲା ଜଣେ ନିଃସନ୍ତାନ ନାରୀର, ଜଣେ ସ୍ତ୍ରୀର ଯିଏ ମା ହେବା ପାଇଁ ବିଳାପ କରୁଥିଲା। ମାତା ଭାବିଲେ, ମୁଁ ତ ସମସ୍ତଙ୍କୁ ଧନ ସମ୍ପତ୍ତି ଦିଏ, କିନ୍ତୁ ନାରୀର ସବୁଠାରୁ ବଡ଼ ସମ୍ପତ୍ତି ତା ସନ୍ତାନ ଅଟେ। ଯଦି ଜଣେ ନାରୀ ମା ହେବାରୁ ବଞ୍ଚିତ ଅଟେ, ତେବେ ତା ପାଇଁ ସବୁ ସମ୍ପତ୍ତି ମାଟି ସମାନ। କିନ୍ତୁ ଅନ୍ତର୍ଯ୍ୟାମୀ ଭଗବାନ ବିଷ୍ଣୁ ମାତାଙ୍କୁ ଦେଖି ସବୁକିଛି ବୁଝିପାରୁଥିଲେ ଯେ ମାତାଙ୍କ ମନରେ କିଛି ପ୍ରଶ୍ନ ଗଭୀର ଭାବରେ ଉଙ୍କି ମାରୁଛି। ହଠାତ୍ ପ୍ରଭୁ ଆଖି ଖୋଲି ମାତା ଲକ୍ଷ୍ମୀଙ୍କୁ ପଚାରନ୍ତି, ଦେବୀ, ତୁମ ମନରେ କେଉଁ ପ୍ରଶ୍ନ ଉଙ୍କି ମାରୁଛି? ନିଃସଙ୍କୋଚ ହୋଇ କୁହ। ମାତା କହିଲେ, ପ୍ରଭୁ, ମୁଁ ଆପଣଙ୍କଠାରୁ କିଛି ଲୁଚାଇ ନାହିଁ। ହେ ପ୍ରଭୁ, ମୋ ମନରେ 3ଟି ପ୍ରଶ୍ନ ଉଙ୍କି ମାରୁଛି। ମାତା କହିଲେ, ପ୍ରଭୁ, ସୃଷ୍ଟିର ନିୟମ ଅନୁସାରେ ନାରୀ ପୁରୁଷର ମିଳନରେ ସନ୍ତାନଟିଏ ଜନ୍ମ ହୋଇଥାଏ। ଏହା ପ୍ରକୃତିର ନିୟମ। କିନ୍ତୁ ପୃଥିବୀରେ ଏପରି ଅନେକ ସ୍ତ୍ରୀ ଅଛନ୍ତି ଯେଉଁମାନେ ମା ହେବା ପାଇଁ ତପସ୍ୟା କରନ୍ତି, ଔଷଧ ସେବନ କରନ୍ତି, ବ୍ରତ ଉପାସନା କରନ୍ତି, ତଥାପି ସେମାନଙ୍କର କୋଳ ଶୂନ୍ୟ ରହିଥାଏ। ମୋର ପ୍ରଥମ ପ୍ରଶ୍ନ, କେଉଁ ପାପ ଓ କେଉଁ କର୍ମଦୋଷ କାରଣରୁ ଜଣେ ସ୍ତ୍ରୀ ଭାଗ୍ୟରେ ପୁତ୍ର ବା ସନ୍ତାନ ସୁଖ ଲେଖା ହୁଏ ନାହିଁ? ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ସନ୍ତାନ ପ୍ରାପ୍ତି କେବଳ ଶାରୀରିକ ବନ୍ଧନ ନୁହେଁ, ବରଂ ଏହା ହେଉଛି ଋଣାନୁବନ୍ଧନ, ଅର୍ଥାତ୍ ପୂର୍ବଜନ୍ମର ଋଣ ଓ ସମ୍ପର୍କ। ଯଦି କୌଣସି ଜୀବାତ୍ମା ସହ ସେହି ଦମ୍ପତିଙ୍କର ପୂର୍ବଜନ୍ମର ଲେଣଦେଣ ବାକି ନଥାଏ, ତେବେ ସନ୍ତାନ ରୂପରେ କେହି ଆସନ୍ତି ନାହିଁ। କିନ୍ତୁ ତୁମେ ଯେଉଁ ପାପ ବା ଦୋଷ କଥା କହୁଛ, ତାହା ଜାଣିବା ପାଇଁ ମୁଁ ତୁମକୁ ଗୋଟିଏ କାହାଣୀ କହୁଛି, ଧ୍ୟାନ ଦେଇ ଶୁଣ। ହେ ଦେବୀ, ପୃଥିବୀର ପୂର୍ବ ଦିଗରେ ଚନ୍ଦ୍ରପୁର ନାମକ ଗୋଟିଏ ସୁନ୍ଦର ରାଜ୍ୟ ଥିଲା। ସେହି ରାଜ୍ୟର ଶୋଭା ସ୍ୱର୍ଗପୁର ସହିତ ତୁଳନୀୟ ଥିଲା। ପ୍ରଜାମାନେ ସୁଖରେ ଥିଲେ, କ୍ଷେତରେ ଶସ୍ୟର ଅଭାବ ନଥିଲା ଏବଂ ରାଜକୋଷ ରତ୍ନରେ ପୂର୍ଣ୍ଣ ଥିଲା। ସେହି ରାଜ୍ୟର ରାଜା ମହାରାଜ ଚନ୍ଦ୍ରସେନ ଓ ରାଣୀ ସୁନନ୍ଦା ଦୟାର ପ୍ରତିମୂର୍ତ୍ତି ଥିଲେ। ସେ ସମସ୍ତଙ୍କୁ ଦାନ କରୁଥିଲେ, ଗରିବଙ୍କୁ ସାହାଯ୍ୟ କରୁଥିଲେ, କିନ୍ତୁ ଦାନର ସେହି ହାତ ସନ୍ତାନକୁ କୋଳେଇବା ପାଇଁ ବ୍ୟାକୁଳ ଥିଲା। ରାଣୀ ସର୍ବଦା ସନ୍ତାନହୀନ ହେତୁ ଉଦାସ ଓ ଦୁଃଖିତ ରହୁଥିଲେ। କେବଳ ରାଣୀ ନୁହେଁ, ରାଜା ମଧ୍ୟ ଏଥିପାଇଁ ଭିତରୁ ଭିତରୁ ଭାଙ୍ଗି ପଡ଼ନ୍ତି। ଦିନେ ରାଜସଭା ଶେଷ ହେବା ପରେ ମନ୍ତ୍ରୀବର ରାଜାଙ୍କୁ ପଚାରିଲେ, ହେ ରାଜନ, କ୍ଷମା କରିବେ, କିନ୍ତୁ ପ୍ରଜାମାନଙ୍କ ମଧ୍ୟରେ ଏବେ ଚିନ୍ତା ପଶିଲାଣି କି ଆପଣଙ୍କ ପରେ ବିଶାଳ ସାମ୍ରାଜ୍ୟର ଉତ୍ତରାଧିକାରୀ କିଏ ହେବେ? ଯଦି ରାଜକୁମାର ନ ଆସନ୍ତି, ତେବେ ବଂଶରକ୍ଷା କିପରି ହେବ? ଶାସ୍ତ୍ର ଅନୁସାରେ ସନ୍ତାନ ପ୍ରାପ୍ତି ପାଇଁ ଆପଣଙ୍କୁ ଦ୍ୱିତୀୟ ବିବାହ କରିବା ଉଚିତ। ରାଜା କ୍ରୋଧିତ ହୋଇ ଦୃଢ଼ ସ୍ୱରରେ କହିଲେ, ମନ୍ତ୍ରୀବର, ସନ୍ତାନ ପାଇଁ ମୁଁ ରାଣୀଙ୍କୁ ଅପମାନିତ କରିପାରିବି ନାହିଁ। ଯଦି ମୋ ଭାଗ୍ୟରେ ସନ୍ତାନ ଥିବ, ତେବେ ରାଣୀଙ୍କ ଗର୍ଭରୁ ଜନ୍ମ ନେବ, ନଚେତ୍ ମୁଁ ଏହାକୁ ଭଗବାନଙ୍କ ଇଚ୍ଛା ବୋଲି ମାନିନେବି। ପରେ ରାଜା ଯେତେବେଳେ ଅନ୍ତଃପୁରକୁ ଗଲେ, ସେ ଦେଖିଲେ ରାଣୀ ଗୋଟିଏ ଛୋଟ କଣ୍ଢେଇ ଧରି କାନ୍ଦୁଛନ୍ତି। ରାଜା କହିଲେ, ଧୈର୍ଯ୍ୟ ଧର ସୁନନ୍ଦା, ହୁଏତ ଆମର ପୂର୍ବଜନ୍ମରେ କୌଣସି ଋଣ ଅଛି, ତେଣୁ ଏହି ଜନ୍ମରେ ଶୁଝିବାକୁ ପଡ଼ୁଛି। ଦିନେ ସେହି ରାଜ୍ୟକୁ ଜଣେ ତପସ୍ୱୀଙ୍କର ଆଗମନ ହେଲା।
ତାଙ୍କ ନାମ ଦେବଦତ୍ତ ଥିଲା। ସେ ତ୍ରିକାଳଦର୍ଶୀ ଥିଲେ। ରାଜା ଓ ରାଣୀ ଖବର ପାଇ ଖାଲି ପାଦରେ ଦୌଡ଼ି ଯାଇ ଋଷିଙ୍କୁ ସ୍ୱାଗତ କଲେ। ରାଜପ୍ରସାଦରେ ତାଙ୍କର ଖୁବ୍ ସେବା କରାଗଲା। ରାଣୀ ନିଜ ହାତରେ ଋଷିଙ୍କର ପାଦ ଧୋଇ ଭୋଜନ ପରଷି ଦେଲେ। ରାଜା ଓ ରାଣୀଙ୍କର ଆତିଥ୍ୟରେ ଋଷି ପ୍ରସନ୍ନ ହୋଇ ଆୟୁଷ୍ମାନ ଭବ ଓ ଯଶସ୍ୱୀ ଭବ କହି ଆଶୀର୍ବାଦ କଲେ, କିନ୍ତୁ ପୁତ୍ରମାନ ଭବ କହି ଆଶୀର୍ବାଦ କଲେ ନାହିଁ। ଏହା ଲକ୍ଷ୍ୟ କରି ରାଣୀ ଋଷିଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ ଏବଂ କହିଲେ, ହେ ମହାତ୍ମା, ମୁଁ କାହିଁକି ମାତୃତ୍ୱ ସୁଖରୁ ବଞ୍ଚିତ? ଦୟାକରି ମୋ ଅତୀତ ପୃଷ୍ଠା ଖୋଲି ମୋ ଦୋଷ କ'ଣ କୁହନ୍ତୁ। ମହର୍ଷି ଧ୍ୟାନମଗ୍ନ ହୋଇ ରାଣୀଙ୍କ ପୂର୍ବଜନ୍ମ ଦେଖିବା ପାଇଁ ଲାଗିଲେ। ଦେଖିବା ମାତ୍ରେ ଋଷିଙ୍କର ମୁଖମଣ୍ଡଳ ହଠାତ୍ ଗମ୍ଭୀର ହୋଇଗଲା। ସେ ରାଣୀଙ୍କୁ ଚାହିଁ କହିଲେ, ରାଣୀ, ତୁମ ଦୁଃଖର କାରଣ ଏହି ଜନ୍ମରେ ନୁହେଁ, ବରଂ ଗତ ଜନ୍ମର ଏକ ବହୁତ ବଡ଼ ଭୁଲ ଅଟେ। ଶୁଣ, ତୁମେ ପୂର୍ବଜନ୍ମରେ କିଏ ଥିଲ ଓ କ'ଣ କରୁଥିଲ? ଆଜିଠାରୁ 2 ଜନ୍ମ ପୂର୍ବେ ତୁମେ ଜଣେ ସାଧାରଣ ବ୍ରାହ୍ମଣର କନ୍ୟା ଥିଲ। ତୁମେ ଅତ୍ୟନ୍ତ ସୁନ୍ଦରୀ ଥିଲ, କିନ୍ତୁ ମନରେ ଅହଙ୍କାର ଥିଲା। ସେହି ଜନ୍ମରେ ତୁମର ବିବାହ ଜଣେ ଗରିବ ବ୍ରାହ୍ମଣ ସହ ହୋଇଥିଲା। ସେହି ସମୟରେ ତୁମ ପଡ଼ୋଶୀରେ ଜଣେ ବିଧବା ନାରୀ ରହୁଥିଲେ, ଯାହାର ଏକମାତ୍ର ସାହାରା ତାଙ୍କର 5 ବର୍ଷର ପୁତ୍ର ଥିଲା। ପୁତ୍ରଟି ଅତ୍ୟନ୍ତ ଚଞ୍ଚଳ ଥିଲା। ସେ ପିଲାଟି ଖେଳୁ ଖେଳୁ ଅଜାଣତରେ ସେହି ସାମଗ୍ରୀକୁ ନଷ୍ଟ କରିଦେଲା। କିନ୍ତୁ କ୍ରୋଧରେ ଆସି ତୁମେ ସେ ଶିଶୁକୁ ଏତେ ଜୋରରେ ଧକ୍କା ଦେଲ ଯେ ପିଲାଟି ପଥର ଉପରେ ପଡ଼ି ମୃତ୍ୟୁବରଣ କଲା। ସେହି ନିରୀହ ପିଲାର ମୃତ୍ୟୁ ପରେ ତା ମା ପାଗଳିନୀ ହୋଇ ତୁମକୁ ଅଭିଶାପ ଦେଲେ ଯେ ଯେପରି ତୁମେ ତାଙ୍କ କୋଳ ଶୂନ୍ୟ କରିଦେଲ, ସେମିତି ତୁମକୁ ମଧ୍ୟ ସନ୍ତାନ ସୁଖରୁ ବଞ୍ଚିତ ରହିବା ପାଇଁ ପଡ଼ିବ। ସେହି ଅଭିଶାପ ଓ ଶିଶୁ ହତ୍ୟାର ପାପ ଆଜି ପର୍ଯ୍ୟନ୍ତ ତୁମର ପିଛା କରୁଛି। ଋଷି କହିଲେ, ହେ ରାଣୀ, କର୍ମର ନିୟମ ବଡ଼ କଠୋର। ତୁମେ ଏ ଜନ୍ମରେ 1000 ପୁଣ୍ୟ କଲେ ମଧ୍ୟ ତୁମକୁ ପୂର୍ବଜନ୍ମର ପାପର ପରିଣାମ ଶୁଝିବା ପାଇଁ ପଡ଼ିବ। ଗୋଟିଏ ଗାଈ 1000 ଗାଈଙ୍କ ମଧ୍ୟରେ ନିଜ ବାଛୁରୀକୁ ଚିହ୍ନିପାରେ, ଠିକ୍ ସେହିପରି କର୍ମ ମଧ୍ୟ ନିଜ କର୍ତ୍ତାକୁ 7 ଜନ୍ମ ପରେ ମଧ୍ୟ ଖୋଜି ବାହାର କରେ। କିନ୍ତୁ ହଁ, ପ୍ରାୟଶ୍ଚିତ୍ତର ମାର୍ଗ ସର୍ବଦା ଖୋଲା ଥାଏ। ରାଣୀ, ତୁମେ ଏ ଜନ୍ମରେ ଯେଉଁ ଦାନ ପୁଣ୍ୟ କରିଛ, ସେଥିପାଇଁ ତୁମକୁ ରାଜସୁଖ ମିଳିଛି, କିନ୍ତୁ ସନ୍ତାନ ସୁଖ ପାଇଁ ତୁମକୁ ପୂର୍ବଜନ୍ମର ପାପର ପ୍ରାୟଶ୍ଚିତ୍ତ କରିବା ପାଇଁ ପଡ଼ିବ। ତାପରେ ରାଣୀ କାନ୍ଦି କାନ୍ଦି କହିଲେ, ହେ ମହାତ୍ମା, ମୁଁ କ'ଣ କଲେ ମୋର ପାପ ଧୋଇ ହୋଇଯିବ? ମୁଁ କେଉଁ ବ୍ରତ କରିବି? କେଉଁ ଦେବତାଙ୍କୁ ପୂଜା କରିବି? ଋଷି କହିଲେ, ଏହା ଏତେ ସହଜ ନୁହେଁ। ତୁମକୁ ସବୁ ରାଜସୁଖ ତ୍ୟାଗ କରି ଗୋଟିଏ ସାଧାରଣ ନାରୀ ପରି ଜଙ୍ଗଲରେ ରହିବା ପାଇଁ ପଡ଼ିବ ଏବଂ ସେଠାରେ ତୁମେ ନିଜ ହାତରେ ଗାଈ ଓ ବାଛୁରୀଙ୍କର ସେବା କରିବ। ବାଛୁରୀ ପ୍ରତି ତୁମର ମମତା ଗୋଟିଏ ମା ପରି ହେବା ଦରକାର। ଯେତେବେଳେ ଗୋଟିଏ ପର ପିଲାକୁ ତୁମେ ନିଜ ପିଲା ପରି ଦେଖିବ, ସେତେବେଳେ ତୁମେ ଏହି ଅଭିଶାପରୁ ମୁକ୍ତି ପାଇବ। ଋଷିଙ୍କ କଥା ଶୁଣି ରାଣୀ ସଙ୍ଗେ ସଙ୍ଗେ ନିଜର ଅଳଙ୍କାର ଖୋଲି ଜଣେ ତପସ୍ୱୀଙ୍କର ପରି ଜଙ୍ଗଲ ଅଭିମୁଖେ ଯାତ୍ରା କଲେ। ରାଜା ଏଥିରେ ରାଣୀଙ୍କୁ ବାରଣ କଲେ, କିନ୍ତୁ ରାଣୀ ନିଜ ଭୁଲ ପାଇଁ ପଶ୍ଚାତାପ ନିଆଁରେ ଜଳୁଥିଲେ। ତେଣୁ ସେ ରାଜାଙ୍କର କଥା ମଧ୍ୟ ଶୁଣିଲେ ନାହିଁ। ରାଣୀ ସେଠାକୁ ଯାଇ ଘାସରେ ଶୋଉଥିଲେ। ରାଣୀଙ୍କ ହାତରୁ ଆଉ ଗୋବର ଓ କାଦୁଅ ଛାଡ଼ୁ ନଥିଲା। ମନରେ ମମତା ଭରା ଭାବ ରଖି ରାଣୀ ଗାଈ ବାଛୁରୀଙ୍କର ସେବା କରୁଥିଲେ। ଏତେ କଷ୍ଟ ଭିତରେ ମଧ୍ୟ ରାଣୀ ବହୁତ ଅଦ୍ଭୁତ ଆନନ୍ଦ ପାଉଥିଲେ। ଗାଈ ବାଛୁରୀ ତାଙ୍କର ପରିବାର ହୋଇଯାଇଥିଲେ। ଯେତେବେଳେ ବାଛୁରୀଟି ରାଣୀଙ୍କ ପାଖକୁ ଡେଇଁ ଡେଇଁ ଆସୁଥିଲା, ରାଣୀଙ୍କୁ ଲାଗୁଥିଲା ଯେପରି ତାଙ୍କର ନିଜ ପୁତ୍ର ତାଙ୍କୁ ଖେଳିବା ପାଇଁ ଡାକୁଛି। ରାଣୀଙ୍କ ମନରୁ ସବୁ ଅହଙ୍କାର ଧୋଇ ହୋଇଯାଇଥିଲା। ସେ ପ୍ରତିଦିନ ତାଙ୍କ କର୍ମର ପ୍ରାୟଶ୍ଚିତ କରୁଥିଲେ। ଏହିପରି ଭାବରେ ପ୍ରାୟ 1 ବର୍ଷ ବିତିଗଲା। ଗୋଟିଏ ଦିନ ରାଣୀ ଗାଈ ବାଛୁରୀଙ୍କୁ ନେଇ ଘୋର ଅରଣ୍ୟକୁ ଚରିବା ପାଇଁ ଯାଇଥିଲେ। ହଠାତ୍ କଳା ବାଦଲ ମାଡ଼ି ଆସିଲା। ପବନ ଏତେ ଜୋରରେ ହେଉଥିଲା ଯେ ବଡ଼ ବଡ଼ ଗଛ ଉପୁଡ଼ିବା ପାଇଁ ଲାଗିଲା। ସେହି ସମୟରେ ଏକ ଭୟଙ୍କର ବାଘ ବାଛୁରୀ ଉପରକୁ ଆକ୍ରମଣ କରିବା ପାଇଁ ଆସିଲା। ଗାଈଟି ଭୟରେ ଚିତ୍କାର କରୁଥିଲା, କିନ୍ତୁ ବାଛୁରୀଟି ପଥର ସନ୍ଧିରେ ଅଟକି ଯାଇଥିଲା। ବାଘଟି ଲମ୍ଫ ପ୍ରଦାନ କରୁଥିବା ବେଳେ ରାଣୀ ଭୟ ନ କରି ବାଘ ଓ ବାଛୁରୀର ମଝିରେ ଠିଆ ହୋଇଗଲେ। ତାଙ୍କ ହାତରେ କୌଣସି ଅସ୍ତ୍ର ନଥିଲା।
ଥିଲା କେବଳ ମାତୃତ୍ୱର ଶକ୍ତି। ରାଣୀ ଚିତ୍କାର କରି କହିଲେ, ହେ ବାଘ, ଯଦି ଖାଇବାର ଅଛି ତେବେ ମୋତେ ଖାଅ। ଏହି ନିରୀହ ପ୍ରାଣୀକି ଛାଡ଼ିଦିଅ। ମୁଁ ପୂର୍ବ ଜନ୍ମରେ ଗୋଟିଏ ଛୁଆକୁ ମାରିଥିଲି, କିନ୍ତୁ ଏ ଜନ୍ମରେ ଏଇ ଛୁଆର ମୃତ୍ୟୁ ମୋ ଆଖି ଆଗରେ ଦେଖିପାରିବି ନାହିଁ। ଏହାପରେ ହଠାତ୍ ସେହି ସ୍ଥାନରେ ରାଣୀ ବାଘ ବଦଳରେ ମହର୍ଷି ଦେବଦତ୍ତଙ୍କୁ ଦେଖିବା ପାଇଁ ପାଇଲେ, ଯିଏକି ରାଣୀଙ୍କର ପରୀକ୍ଷା ନେଉଥିଲେ। ମହର୍ଷି କହିଲେ, ରାଣୀ, ତୁମେ ତୁମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ଏହି ପରୀକ୍ଷା ତୁମ ପୂର୍ବଜନ୍ମର ପାପରୁ ମୁକ୍ତି ପାଇଁ ଥିଲା। ହଠାତ୍ ଆକାଶବାଣୀ ହେଲା ଯେ, ରାଣୀ, ଏବେ ତୁମ କୋଳ ଆଉ ଶୂନ୍ୟ ରହିବ ନାହିଁ। ତୁମେ ଜଣେ ମହାପ୍ରତାପ ଓ ଧର୍ମପରାୟଣ ପୁତ୍ରର ମାତା ହେବ। ସ୍ୱର୍ଗପୁରରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କୁହନ୍ତି, ହେ ଦେବୀ, କୌଣସି ନାରୀର ଭାଗ୍ୟ ଚିରକାଳ ପାଇଁ ଖରାପ ନଥାଏ। ସନ୍ତାନ ସୁଖ ନ ମିଳିବାର ମୁଖ୍ୟ କାରଣ ପୂର୍ବ ଜନ୍ମରେ କୌଣସି ଜୀବକୁ କଷ୍ଟ ଦେବା, ଗର୍ଭପାତ କରିବା ଓ ଗୋଟିଏ ମା ଠାରୁ ତା ସନ୍ତାନକୁ ଅଲଗା କରାଇବା। ଏହିସବୁ କାରଣ ଦ୍ୱାରା ଜଣେ ନାରୀ ମାତୃ ସୁଖରୁ ବଞ୍ଚିତ ରହିଥାଏ। ଯଦି ପର ଜନ୍ମରେ ତାକୁ ଅନୁତାପ କରି ପର ସନ୍ତାନକୁ ନିଜ ସନ୍ତାନ ପରି ଦେଖେ, ତେବେ ତାର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ। ଭଗବାନଙ୍କ ଠାରୁ ଉତ୍ତର ଶୁଣି ମାତାଙ୍କର ସମସ୍ତ ଶଙ୍କା ଦୂର ହୋଇଗଲା। ମାତା ଲକ୍ଷ୍ମୀ ବୁଝିପାରିଲେ ଯେ କର୍ମ ହିଁ ଶ୍ରେଷ୍ଠ ଓ କର୍ମ ଦ୍ୱାରା ଭାଗ୍ୟକୁ ହିଁ ପରିବର୍ତ୍ତନ କରାଯାଇପାରିବ। ମାତାଙ୍କର ଦ୍ୱିତୀୟ ପ୍ରଶ୍ନ, ଏ ସଂସାରରେ ସବୁଠାରୁ ଶକ୍ତି କିଏ? ଭଗବାନ ବିଷ୍ଣୁ କହିଲେ, ସବୁଠାରୁ ଶକ୍ତିଶାଳୀ ହେଉଛି ସମୟ। ସମୟ ଚକ୍ର ଆଗରେ ସମସ୍ତେ ନତମସ୍ତକ। ସମୟ ଜଣେ ରାଜାକୁ ଭିକାରୀ କରିଦିଏ ଏବଂ ଜଣେ ଭିକାରୀକୁ ରାଜା କରିଦିଏ। ଯିଏ ସମୟର ମୂଲ୍ୟ ବୁଝେ ଏବଂ ଏହାର ସଦୁପଯୋଗ କରେ, ସେ ହିଁ ବିଜୟୀ ହୁଏ। ସମୟ କାହାର ଅପେକ୍ଷା କରେ ନାହିଁ। ମାତା ଲକ୍ଷ୍ମୀ କହିଲେ, ହେ ପ୍ରଭୁ, ମୋର ଶେଷ ପ୍ରଶ୍ନ। ଜଣେ ମନୁଷ୍ୟ ଆପଣଙ୍କୁ ପାଇବା ପାଇଁ ସବୁଠାରୁ ସହଜ ମାର୍ଗ କ'ଣ? ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ମୋତେ ପାଇବା ପାଇଁ ବଡ଼ ଯଜ୍ଞ ଓ କଠିନ ତପସ୍ୟାର କୌଣସି ଆବଶ୍ୟକତା ନାହିଁ। କେବଳ ନିଷ୍କାମ ଭକ୍ତି ଓ ଶରଣାଗତି ଭାବ ଦ୍ୱାରା ମୁଁ ମନୁଷ୍ୟର ନିକଟତର ହୁଏ। ଯିଏ ଅନ୍ୟର ସେବା କରେ, ପ୍ରାଣୀ ମାତ୍ରକୁ ଦୟା କରେ, ସବୁ କାର୍ଯ୍ୟ ମୋତେ ସମର୍ପଣ କରେ, ସେ ହିଁ ମୋର ପ୍ରିୟ ଅଟେ। ଭକ୍ତିରେ ବଶୀଭୂତ ହୋଇ ମୁଁ ସବୁବେଳେ ଭକ୍ତଙ୍କ ପାଖକୁ ଧାଇଁ ଆସେ। ପ୍ରଭୁଙ୍କର ଏହି ଉତ୍ତର ଶୁଣି ମାତା ଲକ୍ଷ୍ମୀ ହୃଦୟରୁ ସନ୍ତୁଷ୍ଟ ହୋଇ ପୁନର୍ବାର ଭଗବାନଙ୍କ ପାଦ ସେବାରେ ଲାଗିଗଲେ। କ୍ଷୀରସାଗରର ସେହି ଶାନ୍ତ ପରିବେଶରେ ଏହି ସମ୍ବାଦ ସୃଷ୍ଟିର କଲ୍ୟାଣ ପାଇଁ ଏକ ମାର୍ଗଦର୍ଶକ ସାଜିଲା। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲିବେ ନାହିଁ। କମେଣ୍ଟରେ ଲକ୍ଷ୍ମୀ ନାରାୟଣ ଲେଖିବା ପାଇଁ ଆଦୌ ଭୁଲିବେ ନାହିଁ।